हेलो फ्रेंड्स नमस्कार गुड मॉर्निंग मु सूर्य आपण मानक सूर्या न्यूज चैनल को स्वागत जनावछि। डेली अपडेट न्यूज देखिबा पई मो चैनल को लाइक और सब्सक्राइब करि नियंतु। आज डिसेंबर मास 19 तारिख गुरुवार। आजिकार कोन ब्रेकिंग न्यूज अछि चलंतु देखिनबा। विकसित भारतर स्वप्न हेबो साकार धर्मेंद्र प्रधान। 21 शताब्दी रे भारत ज्ञान भित्तिक अर्थनैतिक नेतृत्व हेबो। जेतेबेले विकसित भारत स्वप्न हेबो साकार ଏହା କୌଣସି ଗୋଟିଏ ଜାତି କିମ୍ବା ଧର୍ମ ଆଧାରରେ ନୁହେଁ ବରଂ ପ୍ରତ୍ୟେକ ଭାରତୀୟଙ୍କ ପ୍ରଚେଷ୍ଟା ଦ୍ୱାରା ସମ୍ଭବ ହେବ ବୋଲି ବୁଧବାର ଜାତୀୟ ସଂଖ୍ୟାଲଘୁ ଅନୁଷ୍ଠାନ ଆୟୋଗର 20ତମ ପ୍ରତିଷ୍ଠା ଦିବସ ଓ ସଂଖ୍ୟାଲଘୁ ଅଧିକାର ଦିବସ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ ଆମ ଦେଶର ସମ୍ବିଧାନ ଗୌରବମୟ 75 ବର୍ଷ ପୂରି ଯାଇଛି। ସମ୍ବିଧାନ ହିଁ ଦେଶର ସଂଖ୍ୟାଲଘୁମାନଙ୍କୁ ସମ୍ମାନ ସହ ଜୀବନ ଯାପନ କରିବାର ଅଧିକାର ଦେଇଛି। ଶିକ୍ଷା ମାଧ୍ୟମରେ ସଂଖ୍ୟାଲଘୁମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଜାତୀୟ ସଂଖ୍ୟାଲଘୁ ଅନୁଷ୍ଠାନ ହେବ। ପରବର୍ତ୍ତୀ ଖବର ମୁମ୍ବାଇ ବୋଟ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି। ଜାରି ରହିଛି ସର୍ଚ୍ଚ ଅପରେସନ। ମୁମ୍ବାଇ ଗେଟ୍ ୱେ ଅଫ୍ ଇଣ୍ଡିଆ ନିକଟରେ ଗୋଟିଏ ଯାତ୍ରୀବାହୀ ନୌକାକୁ ଧକ୍କା ଦେଇଛି ନୌସେନା ଏକ ସ୍ପିଡ ବୋଟ୍। ଏହି ଦୁର୍ଘଟଣାରେ 3 ସେନା ଯାନଙ୍କ ସହ ମୋଟ 10 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ବୁଧବାର ଉପରବେଳା 110 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ନୌକାକୁ ନୌସେନା ଏକ ସ୍ପିଡ ବୋଟ୍ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ମୋଟ 13 ଜଣ ମୃତ୍ୟୁ ହୋଇଥିବା ବେଳେ 108 ଜଣଙ୍କୁ ଉଦ୍ଧାର କରିଛି। ଏମାନଙ୍କ ମଧ୍ୟରୁ 4 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଏଯାଏ ସର୍ଚ୍ଚ ଅପରେସନ ଜାରି ରହିଛି। ନୀଳକମଳ ନାମକ ଏକ ଯାତ୍ରୀବାହୀ ନୌକା ଗେଟ୍ ୱେ ଅଫ୍ ଇଣ୍ଡିଆ ନିକଟକୁ ଯାତ୍ରୀମାନଙ୍କୁ ନେଇ ଏଲିଫ୍ୟାଣ୍ଟ ଆଇଲ୍ୟାଣ୍ଡକୁ ବୁଲିବାକୁ ଯାଉଥିବା ବେଳେ ମୁମ୍ବାଇରେ ଥିବା ଦର୍ଶନୀୟ ସ୍ଥାନମାନଙ୍କ ଭିତରେ ଏଲିଫ୍ୟାଣ୍ଟ ଆଇଲ୍ୟାଣ୍ଡ ଅନ୍ୟତମ। ଏଲିଫ୍ୟାଣ୍ଟ ଆଇଲ୍ୟାଣ୍ଡକୁ ଯିବା ସମୟରେ ନୌସେନା ଏକ ସ୍ପିଡ ବୋଟ୍ ନିୟନ୍ତ୍ରଣ ହରାଇ ଏହି ନୌକାକୁ ମାଡ଼ ହୋଇଥିଲା। ପରବର୍ତ୍ତୀ ଖବର ଏବେ ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ମିଳିବ କନଫର୍ମ ସିଟ୍। କିପରି କରିବେ ଆବେଦନ ଜାଣନ୍ତୁ ଏହି ରିପୋର୍ଟରେ। ଯାତ୍ରୀମାନଙ୍କ ଯାତ୍ରା କରିବା କୌଣସି ସୁବିଧା ନ ହେବା ପାଇଁ ଇଣ୍ଡିଆନ ରେଲୱେ ଅନେକ ସୁବିଧା ଯୋଗାଇ ଦେଇଛି। ଏପରିକି ଅନେକ ଯୋଜନା ଆରମ୍ଭ ହୋଇଛି ଯାହା ଯାତ୍ରୀମାନଙ୍କୁ ଅନେକ ସୁବିଧା ଯୋଗାଇ ଦେଇଥାଏ। ଇଣ୍ଡିଆନ ରେଲୱେ କେଟରିଂ ଆଣ୍ଡ ଟୁରିଜମ କର୍ପୋରେସନ ଦ୍ୱାରା ଆରମ୍ଭ ହୋଇଥିବା ଏପରି ଏକ ଯୋଜନା ହେଉଛି ବିକଳ୍ପ ସ୍କିମ୍। ଏହା ମାଧ୍ୟମରେ କନଫର୍ମ ନ ହୋଇ ୱେଟିଂ ଟିକେଟ ଥିବା ଯାତ୍ରୀମାନେ ମଧ୍ୟ ଟ୍ରେନରେ ନିଶ୍ଚିତ ସିଟ୍ ପାଇପାରିବେ। ନିକଟରେ ରାଜ୍ୟସଭା ଏହି ଯୋଜନା ବିଷୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ସେ କହିଛନ୍ତି ବିକଳ୍ପ ଯୋଜନା ଅନୁଯାୟୀ 2023-24 ଆର୍ଥିକ ବର୍ଷରେ ମୋଟ 57,200ରୁ ଅଧିକ ଯାତ୍ରୀଙ୍କୁ ଅନ୍ୟ ଟ୍ରେନମାନଙ୍କରେ ସିଟ୍ ଉପଲବ୍ଧ କରାଯାଇଥିଲା। ପରବର୍ତ୍ତୀ ଖବର 22 ଯାଏଁ ହାଲକା ବର୍ଷା ହେବାର ସମ୍ଭାବନା ଅଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। 19 ତାରିଖରେ କୋରାପୁଟ ମାଲକାନଗିରି ରାୟଗଡ଼ା ଗଜପତି ଗଞ୍ଜାମ ନବରଙ୍ଗପୁର କଳାହାଣ୍ଡି କନ୍ଧମାଳ ପୁରୀ ଜଗତସିଂହପୁର କେନ୍ଦ୍ରାପଡ଼ା ଜିଲ୍ଲାରେ ହାଲକା ମାଧ୍ୟମ ଧରଣର ବର୍ଷା। 20 ତାରିଖରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶା ବିଭିନ୍ନ ଜିଲ୍ଲା। 21 ତାରିଖ ବାଲେଶ୍ୱର ଭଦ୍ରକ ମୟୂରଭଞ୍ଜ କେନ୍ଦୁଝର କେନ୍ଦ୍ରାପଡ଼ା ଜଗତସିଂହପୁର ଜିଲ୍ଲା 1-2ଟି ସ୍ଥାନରେ ହାଲକା ବର୍ଷା ହୋଇପାରେ। ରାଜ୍ୟ ଅନ୍ୟ ଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଅନ୍ୟପକ୍ଷରେ ସାରା ରାଜ୍ୟରେ ନିମ୍ନ ସର୍ବନିମ୍ନ ତାପମାତ୍ରା 2ରୁ 5 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। 8ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ କିମ୍ବା ତାଠାରୁ କମ୍ ରହିଥିଲା। ରାଉରକେଲାଠାରେ ରାଜ୍ୟ ସର୍ବନିମ୍ନ ତାପମାତ୍ରା 7.2 ଡିଗ୍ରୀ ରେକର୍ଡ ହୋଇଛି। ପରବର୍ତ୍ତୀ ଖବର କେରଳରେ ପୁଣି ମଙ୍କିପକ୍ସ ଆତଙ୍କ। 2 ଜଣ ୟୁଏଇ ଫେରନ୍ତା ପଜିଟିଭ ଚିହ୍ନଟ। କେରଳରେ ପୁଣି ଥରେ ମଙ୍କିପକ୍ସ ଏମ୍ପକ୍ସ ସଂକ୍ରମିତ ଚିହ୍ନଟ ହୋଇଛି। ଚିହ୍ନଟ ହୋଇଥିବା 2 ଜଣ ସଂକ୍ରମିତ ୟୁଏଇରୁ ଫେରୁଥିବା ଜଣାପଡ଼ିଛି। କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ରାଜ୍ୟରେ 2ଟି ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଛି। ନିକଟରେ ୟୁଏଇରୁ କେରଳରେ ଫେରୁଥିବା 2 ଜଣ ପୁରୁଷ ପଜିଟିଭ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ ପ୍ରଥମ
ୱାୟନାଡର ଜଣେ ବ୍ୟକ୍ତି ସଂକ୍ରମିତ ହୋଇଥିଲା ପରେ କ୍ୟୁନରରୁ ଦ୍ୱିତୀୟ ବ୍ୟକ୍ତିଙ୍କଠାରୁ ମଙ୍କିପକ୍ସ ଭୂତାଣୁ ମିଳିଥିବା 2 ଜଣ ବ୍ୟକ୍ତି ସଂକ୍ରମିତ ହେବା ପରେ ରୋଗୀଙ୍କ ସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ଚଳିତ ବର୍ଷ ବିଶ୍ୱରେ ମଙ୍କିପକ୍ସ ମାମଲା ବୃଦ୍ଧି ମଧ୍ୟରେ ପ୍ରଥମ ଭାରତ କେରଳ ଏହି ମାମଲା ରେକର୍ଡ କରାଯାଇଥିଲା। ପରବର୍ତ୍ତୀ ଖବର। ଏକ ଦେଶ ଏକ ନିର୍ବାଚନ ବିଲ୍ର ସମୀକ୍ଷା 31 ଜଣିଆ ଜେପିସି ଗଠିତ। ଏକ ଦେଶ ଏକ ନିର୍ବାଚନ ବିୟୋଗକର ସମୀକ୍ଷା ଲାଗି 31 ସଦସ୍ୟ ବିଶିଷ୍ଟ ଯୁଗ୍ମ ସଦସ୍ୟ ସମିତି ଗଠନ ହୋଇଛି। ଏହି କମିଟିରେ ଲୋକସଭା 21 ଏବଂ ରାଜ୍ୟସଭା 10 ସଂସଦକୁ ସାମିଲ କରାଯାଇଛି। ମଙ୍ଗଳବାର ଗୃହରେ କେନ୍ଦ୍ରମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତା ଅର୍ଜୁନ ରାମ ମେଘୱାଲଙ୍କ ଦ୍ୱାରା ଆଗତ ହୋଇଥିବା ବିଲ୍ର ସମୀକ୍ଷା ଲାଗି ଏହି କମିଟି ଗଠନ କରାଯାଇଛି। ସମ୍ବିଧାନ ସଂଶୋଧନ କରି ସମଗ୍ର ଦେଶରେ ଏକା ସମୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ କରାଯିବା ଏହି ବିଲ୍ର ଉଦ୍ଦେଶ୍ୟ। ଜେପିସିର ଅଧ୍ୟକ୍ଷତା କରିବେ ବିଜେପି ସାଂସଦ ପିପି ଚୌଧୁରୀ। ଜେପିସିରେ ଓଡ଼ିଶାର 2 ସାଂସଦ ଭର୍ତ୍ତୃହରି ମହତାବ ଓ ଡକ୍ଟର ସମ୍ବିତ ପାତ୍ର ରହିଛନ୍ତି। ବିଲ୍ ଉପରେ ସମୀକ୍ଷା କରି ଜେପିସି ରିପୋର୍ଟ ପ୍ରସ୍ତୁତ କରିବ। ପରବର୍ତ୍ତୀ ଖବର। ଦୁର୍ଦ୍ଦାନ୍ତ ମାଓବାଦୀ ହିଡ଼ମାର ଘର ମାଟିରେ ମିଶାଇଲେ ଗ୍ରାମବାସୀ। ନକ୍ସଲ ନେତା ଦେବେ ଘର ବି ଭାଙ୍ଗିଦେଲେ। ମାଲକାନଗିରି ନକ୍ସଲ ସଂଗଠନର ଦୁର୍ଦ୍ଦାନ୍ତ ନେତା ହିଡ଼ମାର ପୈତୃକ ଘରକୁ ଧ୍ୱଂସ କରିଦେଇଛନ୍ତି ଗ୍ରାମବାସୀ। ଖାଲି ସେତିକି ନୁହେଁ, ମାଓବାଦୀ ସଂଗଠନର ଅନ୍ୟତମ ହାର୍ଡକୋର ନେତା ଦେବା ଘର ମଧ୍ୟ ଭାଙ୍ଗି ଦେଇଛନ୍ତି। ସୁରକ୍ଷା କର୍ମୀ ସହଯୋଗରେ ଗ୍ରାମବାସୀ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ନକ୍ସଲ ନେତା ହିଡ଼ମାକୁ ଛତିଶଗଡ଼ ସମେତ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ପୁଲିସ ଖୋଜୁଛି। ଛତିଶଗଡ଼ ପୁଲିସ ଲଗାତାର ନକ୍ସଲ ଦମନର ସଫଳତା ହାସଲ କରିଥିବା ସୁଦ୍ଧା ହିଡ଼ମାକୁ ଧରିବା ସଫଳ ହୋଇପାରୁନାହିଁ। ତେଣୁ ପୁଲିସ ହିଡ଼ମାର ପୈତୃକ ଗ୍ରାମ ପୂର୍ବତୀକୁ ନେଇ ନିଜ ଅକ୍ତିଆରକୁ ନେଇଛି। ପୂର୍ବତୀ ଗାଁରେ ନୂତନ କ୍ୟାମ୍ପ ଖୋଲିବା ସହ ଏହି ଅଞ୍ଚଳରୁ ନକ୍ସଲଙ୍କୁ ତଡ଼ିବାରେ ସଫଳ ହୋଇଛି। ପରବର୍ତ୍ତୀ ଖବର। ବିପୁଳ ପରିମାଣର ଗଞ୍ଜେଇ ଜବତ, 2 ଗିରଫ। ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଅଧୀକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉପଖଣ୍ଡ ଅବକାରୀ ରେଞ୍ଜ ପକ୍ଷରୁ ରାଇରଙ୍ଗପୁର ଅବକାରୀ ନିରୀକ୍ଷକ ବିନୟ ପ୍ରକାଶ ତିର୍କୀ ଏବଂ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହ୍ଲାଦଙ୍କ ସାମିଲ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନାଉଯୋଡ଼ା ଗ୍ରାମରେ ଚଢ଼ାଉ କରାଯାଇ 3 କିଲୋ 800 ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନାଉଯୋଡ଼ା ଗ୍ରାମରେ ମହେନ୍ଦ୍ର ବେହେରା ଓ କୌଶଲ୍ୟା ବେହେରାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 40,000 ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଚଢ଼ାଉରେ କନେଷ୍ଟବଳ ଦିଲ୍ଲୀପ ଜେନା, ବିପ୍ଳବ କୁମାର ମଲ୍ଲିକ, ତମନ୍ନା ପରିଡ଼ା, ସଞ୍ଜୀବ ମହାପାତ୍ର, ପ୍ରିୟଙ୍କା ମହାନ୍ତି ପ୍ରଭୃତି ସାମିଲ ଥିଲେ। ପରବର୍ତ୍ତୀ ଖବର। ବାଲି ମାଫିଆଙ୍କ ଆତଙ୍କରାଜ, କପ୍ତିପଦା ଆଇଆଇସିଙ୍କୁ ପିଟିଲେ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ବାଲି ମାଫିଆଙ୍କ ଆତଙ୍କରାଜ। ବେଆଇନ ଭାବେ ଗଚ୍ଛିତ ରଖିଥିବା ବାଲିକୁ ଜବତ ଲାଗି କରାଯାଇଥିଲା ଥାନା ଅଧିକାରୀଙ୍କ ମାଡ଼ ମାରିଛନ୍ତି। ପଥର ମାଡ଼ କରି ପୁଲିସ ଭ୍ୟାନ ବି ଭାଙ୍ଗିଛନ୍ତି। କପ୍ତିପଦା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରକାଶ ରଥ କହିଛନ୍ତି, ଏହି ଅଞ୍ଚଳରେ ଚୋରା ବାଲି ଓ ପଥର ଚାଲାଣ ବୃଦ୍ଧି ପାଇଛି। ଏହାକୁ ରୋକିବା ପାଇଁ କପ୍ତିପଦା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାର ଉମାକାନ୍ତ ମାଝୀ ମଙ୍ଗଳବାର ରାତିରେ ପ୍ରାୟ 11ଟାରୁ 3ଟା ଯାଏ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ସେହି ରାତିରେ ଡାହିସାହି ନିକଟସ୍ଥ ଖରପାଳ ଘାଟରେ ବେଆଇନ ଭାବେ ସ୍ଥଗିତ ରଖାଯାଇଥିବା ବିପୁଳ ପରିମାଣର ବାଲି ଜବତ କରିଥିଲେ। ଆଜିକାର ବ୍ରେକିଂ ନ୍ୟୁଜ୍ ଏଇଠି ସମାପ୍ତ। ରହୁଛି। ନମସ୍କାର।